जय जगन्नाथ नमस्कार। आसतु नजर पकईवा मयूरभंज जिलार आज टॉप न्यूज अपडेट कौन कौन सब रही किंतु तापूर्व आपण मानक गोटे अनुरोध भिडियोटी को संपूर्ण देखंतु आ जो मैंने प्रथम कर चैनल को आछंती सब्सक्राइब करंतु जाफल प्रत्येक नूतन वीडियो नोटिफिकेशन आपण सर्वप्रथम पाई परिबे। परवर्ती खबर उदला थाना अंतर्गत उर्मला ग्राम में 3 दिन धरी विद्युत नथिबारु लोके प्रचंड ग्रीष्म प्रवाह जोगुं ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବାରମ୍ବାର ବିଭାଗୀୟ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ ସୁଦ୍ଧା ବିଜୁଳି ନ ମିଳିବାରୁ ଶେଷରେ ତାତିଛନ୍ତି ଗ୍ରାମବାସୀ। ଏଭଳି ଘଟଣା ଦେଖିବାକୁ ମିଳିଛି ଉଦଳା ପଡ଼ାଢିଆ ରାଜ୍ୟ ରାଜପଥର ଉର୍ମିଳା ଛକ ନିକଟରେ। ଉର୍ମିଳା ଗ୍ରାମର ଗତ 3 ଦିନ ହେବ ବିଜୁଳି ନଥିବାରୁ ଡହଡହ ଖରା ଏବଂ ତାତିରେ ଗ୍ରାମବାସୀମାନେ ସନ୍ତୁଳି ହେଉଛନ୍ତି। ଏଭଳି ଅବସ୍ଥାରେ ଗ୍ରାମବାସୀ ବାରମ୍ବାର ବିଦ୍ୟୁତ ବିଭାଗର ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିଲା ନାହିଁ, ଯାହାକୁ ନେଇ ତାତିଥିଲେ ଗ୍ରାମବାସୀ। ରାସ୍ତାରେ ବାଉଁଶ ବାନ୍ଧି ସେମାନେ ରାସ୍ତା ଅବରୋଧ କରିଥିଲେ। ବିଭାଗୀୟ ଅଧିକାରୀମାନେ ପହଞ୍ଚି ତୁରନ୍ତ ବିଜୁଳି ସୁବିଧା ନ କଲେ ଗ୍ରାମବାସୀମାନେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଚେତାବନୀ ଦେଇଥିଲେ। ଖବର ପାଇ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହିତ ଆଲୋଚନା କରିବା ସହିତ ବିଭାଗୀୟ ଅଧିକାରୀଙ୍କ ସହିତ ଯୋଗାଯୋଗ କରିଥିଲେ। ତେବେ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଆଜିର ପ୍ରଥମ ଖବର ବାରିପଦାଠାରେ ନିର୍ବାଚନ ଯାଞ୍ଚ ବେଳେ ଧରାପଡ଼ିଲା 2 ଲକ୍ଷରୁ ঊর্ধ্ব ଟଙ୍କା। ସାଧାରଣ ନିର୍ବାଚନକୁ ଅବାଧରେ ପରିଚାଳନା ପାଇଁ ବେଆଇନ ଟଙ୍କା କାରବାର ରୋକିବା ନେଇ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ମୟୂରଭଞ୍ଜ ଜିଲ୍ଲାର ସନ୍ଦେହଜନକ ଭାବରେ ଚଳପ୍ରଚଳ କରୁଥିବା ଯାନବାହନଗୁଡ଼ିକୁ ଫ୍ଲାଇଂ ସ୍କ୍ୱାଡ୍ ଟିମ୍ ଦ୍ୱାରା କଡ଼ାକଡ଼ି ଯାଞ୍ଚ କରାଯାଉଛି। ଏହି ପରିପ୍ରେକ୍ଷୀରେ ସୋମବାର 11ଟା ସମୟରେ ଫ୍ଲାଇଂ ସ୍କ୍ୱାଡ୍ ଟିମ୍ ଯାଞ୍ଚ ଦ୍ୱାରା ଗାଡ଼ି ମଧ୍ୟରୁ 2,64,500 ଟଙ୍କା ଜବତ କରାଯାଇଛି। ବାରିପଦା ସଦର ଥାନା ଅନ୍ତର୍ଗତ ସାମାଖୁଣ୍ଟା ଅଞ୍ଚଳର ରଙ୍ଗାମାଟିଆ ଛକରେ ଏକ ବୋଲେରୋ ଗାଡ଼ି ଯାତାୟାତ ସମୟରେ ଏହାର ଗତିବିଧି ଉପରେ ଫ୍ଲାଇଂ ସ୍କ୍ୱାଡ୍ ଟିମ୍ ସନ୍ଦେହ ହେବାରୁ ଗାଡ଼ି ମଟର ତଲାସି କରାଯାଇଥିଲା। ଗାଡ଼ିରୁ ବାରିପଦା ସଦର ଥାନା ଅନ୍ତର୍ଗତ ସିନ୍ଦୁରଗରା ଗ୍ରାମର ରଜନୀକାନ୍ତ ମହାନ୍ତଙ୍କ ସହିତ 2,64,500 ଟଙ୍କା ଜବତ କରାଯାଇଛି। ଉକ୍ତ ଟଙ୍କା ବାବଦରେ ଶ୍ରୀ ମହାନ୍ତ ଆବଶ୍ୟକ କାଗଜପତ୍ର ମାଗିବାରୁ ତାହାକୁ ଦେଖାଇବାରେ ସକ୍ଷମ ହୋଇନଥିଲେ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ସହିତ ଉକ୍ତ ଟଙ୍କା ଜବତ କରିବା ସହିତ ଏହାକୁ ବାରିପଦାସ୍ଥ କୋଷାଗାରରେ ଜମା କରାଯାଇଛି। ସଦର ଥାନା ପୋଲିସ ଅଧିକାରୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଜଣାଯାଇଛି। ପରବର୍ତ୍ତୀ ଖବର ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ତାଳପଦା ଗ୍ରାମରେ 7 ମାସର ଗର୍ଭବତୀଙ୍କର ସନ୍ଦେହଜନକ ମୃତ୍ୟୁ ଉପରୁ ପରଦା ଉଠିଛି। ସ୍ୱାମୀ ମାନସ କାର୍ଜୀ ସ୍ତ୍ରୀ ସିପିକୁ ହତ୍ୟା କରିଥିବା ସ୍ୱୀକାର କରିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଅଭିଯୁକ୍ତ ସ୍ୱାମୀର ସ୍ୱୀକାର ପରେ ପୋଲିସ ଘଟଣାର ପୁନରାବୃତ୍ତି ଜାଣିବା ଲାଗି ଅଭିଯୁକ୍ତଙ୍କୁ ଧରି ଘଟଣା ଦିନର ସିନ୍ ରିକରେକ୍ସନ୍ କରାଇ ତଦନ୍ତକୁ ଅଧିକ ବଢ଼ାଇଛି। ପରକୀୟା ପ୍ରୀତି କାରଣରୁ ହତ୍ୟାକାଣ୍ଡ ଘଟାଇଥିବା ନେଇ ଆତ୍ମହତ୍ୟାର ରୂପ ଦିଆଯାଇଥିଲା ପୁଲିସ କହିଛି। ଜୈନିକ ସମ୍ପର୍କୀୟ ଭାଉଜ ସହିତ ଅନୈତିକ ସମ୍ପର୍କ କାରଣରୁ ସମ୍ପୃକ୍ତ ମହିଳା ମାନସ ସହ ମିଶି ସିପିକୁ ମାରିବା ପରେ ଆତ୍ମହତ୍ୟା ରୂପ ଦେବାକୁ କୁଆଡ଼େ ଟାଙ୍ଗି ଦେଇଥିଲେ। ପରେ ପୁଣି ନିଜେ ଗୋଟିଏ ଅଟୋରେ ଠାକୁରମୁଣ୍ଡା ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତର ମୃତ ଘୋଷଣା କରିବା ପରେ ସେଠାରୁ ପୋଲିସ ଶବ ଜବତ କରି ଉପଖଣ୍ଡ ଚିକିତ୍ସାଳୟ କରଞ୍ଜିଆକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ତେବେ ଏଥିରେ ଝିଅର ବାପାଙ୍କ ସନ୍ଦେହ ହେବାରୁ ଏତଲା କ୍ରମେ ସ୍ୱାମୀକୁ ଥାନାରେ ଅଟକ ରଖାଯାଇଥିଲା। ପରେ ଶନିବାର ପୁଲିସ ଅଭିଯୁକ୍ତଙ୍କ ଘରକୁ ଯାଇ ତଦନ୍ତ କରିବା ସହ ଦୃଶ୍ୟର ପୁନରାବୃତ୍ତି କରାଇଥିଲା। ରବିବାର ପୁଲିସ ତଦନ୍ତ ପରେ ସଫଳତାକୁ ନେଇ ସୂଚନା ଦେବେ ବୋଲି କହିଥିଲା। ପୁଲିସ ଘଟଣାର ପୂର୍ଣ୍ଣ ବିବରଣୀ ପାଇବା ପରେ ବଡ଼ ବାପା ପୁଅର ସ୍ତ୍ରୀ ସନ୍ଧ୍ୟାରାଣୀ କାର୍ଜୀ ବୟସ 23କୁ ମଧ୍ୟ ଗିରଫ କରାଯାଇଛି। ଉଭୟ ମିଶି 8 ତାରିଖ ରାତିରେ ଗର୍ଭବତୀ ସିପିକୁ କୁଆଡ଼େ ହତ୍ୟା କରିଥିଲେ ବୋଲି ସ୍ୱୀକାର କରିଥିବା ପୋଲିସ ସୂଚନା ପ୍ରକାଶ। 10 ତାରିଖ ଠାକୁରମୁଣ୍ଡା ମେଡ଼ିକାଲକୁ ଆଣିବା ପରେ ବାପା ଘରକୁ ଖବର ଦେଇଥିଲେ। ଠାକୁରମୁଣ୍ଡା ଥାନା କେସ୍ ନମ୍ବର 45 ଦଫା 498A 304B 302 120B 34 IPC ଏବଂ ସେକ୍ସନ୍ 4 DP ଆକ୍ଟ ବଳରେ ଉଭୟ ଅଭିଯୁକ୍ତ ମାନସ ଏବଂ ସନ୍ଧ୍ୟାରାଣୀ କାର୍ଜୀଙ୍କୁ ଗିରଫ କରି 12 ତାରିଖ ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଥିବା ଠାକୁରମୁଣ୍ଡା ଥାନା ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି। ପରବର୍ତ୍ତୀ ଖବର ସ୍ଥାନୀୟ ଷ୍ଟେସନ ବଜାର ଶ୍ରୀପଦଗଞ୍ଜ ହାଇସ୍କୁଲ ସମ୍ମୁଖ ପାଲବଣୀ କୃଷି ବିଭାଗ କଲୋନୀରେ ରହୁଥିବା ପ୍ରଜ୍ଞା ପରମିତା ମହାପାତ୍ରଙ୍କ ଘରୁ 85,000 ଟଙ୍କା ନଗଦ ଏବଂ ଆନୁମାନିକ 3 ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା ଚୋରି ହୋଇଥିବା ବାରିପଦା ଟାଉନ ଥାନାରେ ଅଭିଯୋଗ ହୋଇଛି। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇ ପୁଲିସ ଅଧିକ ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁଯାୟୀ ଘରେ ତାଲା ପକାଇ ତାଙ୍କ
ସ୍ୱାମୀ ଏବଂ ଝିଅଙ୍କ ସହିତ ଗତ ଶନିବାର ବ୍ୟକ୍ତିଗତ କାମରେ ଅମର୍ଦା ଯାଇଥିଲେ, କିନ୍ତୁ ତାଙ୍କ ଘରର ମୁଖ୍ୟ ଫାଟକଟି ଖୋଲା ଥିବା ଖବର ପାଇ ସକାଳେ ଘରେ ପହଞ୍ଚିଥିଲେ। ଘର ଭିତରେ 2ଟି ଆଲମିରା ତାଲା ଭାଙ୍ଗି ନଗଦ ଟଙ୍କା ସହିତ ଗୋଟିଏ ସୁନା ଚେନ୍, ହଳେ କାନଫୁଲ, ମୁଦି ଆଦି ଗହଣା ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଗହଣାର ଆନୁମାନିକ ମୂଲ୍ୟ 3 ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଏତଲାରେ ଦର୍ଶାଯାଇଛି। ପରବର୍ତ୍ତୀ ଖବର, ଆଗାମୀ ଜୁନ୍ 1ରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସମେତ 8ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଲୋକସଭା ଓ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଉଭୟ ନିର୍ବାଚନକୁ ସୁଚାରୁ ରୂପେ ଏବଂ ଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ପ୍ରଶାସନିକ ଏବଂ ପୁଲିସ ସ୍ତରରେ ବ୍ୟାପକ ପ୍ରସ୍ତୁତି ଏବଂ ତତ୍ପରତା ପ୍ରକାଶ ପାଇଛି। ବାମନଘାଟି ଉପଖଣ୍ଡର ରାଇରଙ୍ଗପୁର ବ୍ଲକ ଏବଂ ପୌର ପରିଷଦ ବହଳଦା, ତିରିଙ୍ଗ ଓ ଜାମଦା ବ୍ଲକକୁ ନେଇ ଗଠିତ ଏହି 28 ରାଇରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀର 1,12,572 ଜଣ ପୁରୁଷ, 1,16,281 ଜଣ ମହିଳା, 7 ଜଣ ତୃତୀୟ ଲିଙ୍ଗକୁ ନେଇ ମୋଟ 2,28,860 ଜଣ ଭୋଟର 295ଟି ମତଦାନ କେନ୍ଦ୍ରରେ ମତଦାନ କରିବେ। ସେହିପରି ବାମନଘାଟି ଉପଖଣ୍ଡର ବିଜାତଳା, ବିଷୋଇ, କୁସୁମୀ ବ୍ଲକର 3 ପଞ୍ଚାୟତର ତଥା ସଦର ଉପଖଣ୍ଡର ସାରସକଣା ବ୍ଲକର 27ଟି ସାରସକଣା ନିର୍ବାଚନ ମଣ୍ଡଳୀର 1,02,948 ଜଣ ପୁରୁଷ, 1,05,392 ଜଣ ମହିଳା, 8 ଜଣ ତୃତୀୟ ଲିଙ୍ଗକୁ ନେଇ ମୋଟ 2,08,348 ଜଣ ଭୋଟର ମୋଟ 265ଟି ମତଦାନ କେନ୍ଦ୍ରରେ ମତଦାନ କରିବେ। ନିର୍ବାଚନ ପୂର୍ବରୁ ଓ ନିର୍ବାଚନ ସମୟରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ବାମନଘାଟି ଉପଖଣ୍ଡର ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ମୁଖ୍ୟ ପ୍ରବେଶ ପଥ ତିରିଙ୍ଗ ଥାନା, ବହଳଦା ଥାନାର ଚାପଡ଼ା ଅନ୍ତଃରାଜ୍ୟ ସୀମା ଓ ଗୋରୁମଇଶାଣୀ ଥାନା ଅନ୍ତର୍ଗତ ଜାମବଣି ଗ୍ରାମ ଅନ୍ତଃରାଜ୍ୟ ସୀମାରେ ଚେକିଂ କଡ଼ାକଡ଼ି କରାଯାଉଥିବା ରାଇରଙ୍ଗପୁର ଏସ୍ଡିପିଓ ଗୋକୁଳାନନ୍ଦ ସାହୁ ସୂଚନା ପ୍ରଦାନ କରିଛନ୍ତି। ପରବର୍ତ୍ତୀ ଖବର, ମରଡ଼ା ଥାନା ଅଧୀନ ଚିତ୍ରଡ଼ା ଫାଣ୍ଡିଠାରୁ ପ୍ରାୟ 100 ମିଟର ଦୂରରେ ଥିବା ନବନିର୍ମିତ ମରଡ଼ା ତହସିଲଦାରଙ୍କଠାରୁ ରବିବାର ରାତି 4ଟାରେ ତାଲା ଭାଙ୍ଗି ପ୍ରାୟ 2 ଲକ୍ଷ ଟଙ୍କାର ସାମଗ୍ରୀ ଚୋରି ହେବା ଘଟଣା ଏଠାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମରଡ଼ା ବ୍ଲକ କାର୍ଯ୍ୟାଳୟର ପଛପଟେ ଚିତ୍ରଡ଼ା ଫାଣ୍ଡିଠାରୁ ଅଳ୍ପ ଦୂରରେ ଚିତ୍ରଡ଼ାଠାରେ ମରଡ଼ା ତହସିଲଦାର କାର୍ଯ୍ୟାଳୟ ପାଇଁ ନୂତନ କୋଠାଟିଏ ନିର୍ମିତ ହୋଇଛି। ଭିତରେ କିଛି ଆନୁଷଙ୍ଗିକ କାର୍ଯ୍ୟ ବାକି ଥିବାରୁ ଏହି କୋଠାରେ କାର୍ଯ୍ୟାଳୟ ଚାଲୁ ହୋଇପାରିନାହିଁ। ଏହି କୋଠାରେ ଲାଗିଥିବା 6ଟି ସିଲିଂ ଫ୍ୟାନ୍, ଅନ୍ୟ ଫ୍ୟାନ୍ 7ଟି, ଲାଇଟ୍ 10ଟି, ପାଣି ଟ୍ୟାପ୍ କିଛି ଖୋଲି ଚୋରି ହୋଇଥିବା ବେଳେ ମହଜୁଦ ଥିବା ବଲ୍ବ, ଷ୍ଟ୍ରିଟ୍ ଲାଇଟ୍ ଏବଂ ଅନ୍ୟାନ୍ୟ ବହୁ ସାମଗ୍ରୀ ଚୋରି ହୋଇଯାଇଛି, ଯାହାର ମୂଲ୍ୟ ପ୍ରାୟ 2 ଲକ୍ଷ ଟଙ୍କା ହେବ ବୋଲି ପ୍ରଥମ ପର୍ଯ୍ୟାୟରେ ଆକଳନ କରାଯାଇଛି। ଅନୁସନ୍ଧାନରୁ କିଛି ସୁରାକ ମିଳିନଥିବାରୁ ଠିକାଦାର ପ୍ରତାପ ମହାନ୍ତ ଚିତ୍ରଡ଼ା ଫାଣ୍ଡିରେ ଲିଖିତ ଏତଲା ଦାୟର କରିଛନ୍ତି। ସୂଚନାଯୋଗ୍ୟ ଯେ କିଛି ମାସ ପୂର୍ବରୁ ନିର୍ମାଣାଧୀନ ଏହି କୋଠାରୁ ବହୁ ସାମଗ୍ରୀ ଚୋରି ହୋଇଥିଲା, ଯାହା ପୁଲିସ ଠାବ କରିପାରିନଥିଲା। ପୁଲିସର ଦୁର୍ବଳତା ଏବଂ ନିଷ୍କ୍ରିୟତା ଦୃଷ୍ଟିରୁ ଚୋର ସକ୍ରିୟ ହୋଇ ପୁଣି ଥରେ ବହୁ ସାମଗ୍ରୀ ଚୋରି କରିବାରେ ସଫଳ ହୋଇଛନ୍ତି। ଏହାର ତଦନ୍ତକୁ ଜୋରଦାର କରି ଚୋରି ସାମଗ୍ରୀ ଉଦ୍ଧାର କରି ଚୋରଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି, ଅନ୍ୟଥା ଆନ୍ଦୋଳନ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଏନେଇ ଫାଣ୍ଡି ଅଧିକାରୀ ନିରଞ୍ଜନ ସୋରେନଙ୍କୁ ପଚାରିବାରୁ ଚୋରି ହୋଇଛି, କେସ୍ ହେବ ଏବଂ ଅନୁସନ୍ଧାନ ଚାଲିବ ବୋଲି କହିଛନ୍ତି। ପରବର୍ତ୍ତୀ ଖବର, ବୈଶିଙ୍ଗାଠାରେ ଏକ ଡ୍ୟାନ୍ସ ଏକାଡେମୀ ରବିବାର ଉଦ୍ଘାଟିତ ହୋଇଯାଇଛି। ସର୍ବଭାରତୀୟ ଉଷୁ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବା କୁନି ଝିଅ ଆହାନାଙ୍କ ମୂଳ ନୃତ୍ୟ ଗୁରୁ ତାଙ୍କର ମାତା ସ୍ୱାତିସ୍ମିତା ମହାପାତ୍ର ଜିବିବି ଡ୍ୟାନ୍ସ ଏକାଡେମୀ ଅନୁକୂଳରେ ନୃତ୍ୟ ଶିକ୍ଷା ଆରମ୍ଭ କରିଛନ୍ତି। ବାରିପଦାର ପ୍ରସିଦ୍ଧ ନୃତ୍ୟଗୁରୁ ହୃଦାନନ୍ଦ ବାରିକ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଏହାକୁ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁଦର୍ଶନ ମହାପାତ୍ର, ସୀତାକାନ୍ତ ମହାପାତ୍ର, ବିମଳାନନ୍ଦ ମହାପାତ୍ର, ସତ୍ୟଜିତ ରାଉତ, ନିର୍ମଳେନ୍ଦୁ ଷଡ଼ଙ୍ଗୀ, ହରିଶ୍ଚନ୍ଦ୍ର ମହାନ୍ତିଙ୍କ ସମେତ ନୃତ୍ୟ ଶିକ୍ଷା ପାଇଁ ଆସିଥିବା କୁନି କୁନି ନୃତ୍ୟଶିଳ୍ପୀ ତଥା ତାଙ୍କର ଅଭିଭାବକମାନେ ଯୋଗ ଦେଇଥିଲେ। ଓଡ଼ିଶା ନୃତ୍ୟର ବିକାଶ ହେବା ସହିତ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି ନିମନ୍ତେ ମୁଖ୍ୟ ଅତିଥି ଶ୍ରୀ ବାରିକ ଆଶ୍ୱାସନା ଦେଇଥିଲେ। ଡ୍ୟାନ୍ସ ଏକାଡେମୀ ପ୍ରତିଷ୍ଠାତା ସ୍ୱାତିସ୍ମିତା ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ପରବର୍ତ୍ତୀ ଖବର, ବିଜାତଳା ବ୍ଲକ ଚଢ଼େଇପାଢ଼ୀ ଗ୍ରାମ ପଞ୍ଚାୟତ ପ୍ରତି ସରକାରଙ୍କର ଉଦାସୀନତା ପ୍ରତିବାଦରେ ସ୍ଥାନୀୟ ଆଦିବାସୀ ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି। ଶ୍ରମିକ ନେତା ନିଗମାନନ୍ଦ ପଟ୍ଟନାୟକଙ୍କ ନେତୃତ୍ୱରେ 15 ଦଫା ଦାବି ସମ୍ମିଳିତ ପତ୍ର ବାମନଘାଟି ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି, ଯେଉଁଥିରେ ସମସ୍ୟା ସମାଧାନ ନ ହେଲେ ଭୋଟ ବର୍ଜନ କରିବା ଉଲ୍ଲେଖ ରହିଛି।
ବଣ ପାହାଡ଼ ଘେରା ତଥା ଆଦିବାସୀ ଅଧ୍ୟୁଷିତ ଉକ୍ତ ଅଞ୍ଚଳରେ 25ଟି ଗ୍ରାମର ଆଦିବାସୀମାନେ ନାହିଁ ନଥିବାର ସମସ୍ୟାର ଦିନ କାଟୁଥିବା ବେଳେ ରାଜନେତା ବା ସରକାରୀ ଅଧିକାରୀଙ୍କର ଶୁଭଦୃଷ୍ଟି ଏହି ଅଞ୍ଚଳ ଉପରେ ପଡ଼ିନାହିଁ। 5 ବର୍ଷରେ ଥରେ ନିର୍ବାଚନ ଆସିଲେ ନେତାଙ୍କର ପାଦ ପଡ଼ୁଥିବା ଏହି ଅଞ୍ଚଳ ରାସ୍ତାଘାଟ, ଶିକ୍ଷା, ଜଳସେଚନ, ପାନୀୟ ଜଳ, କୃଷି ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଦାବିଗୁଡ଼ିକ ମଧ୍ୟରେ ଚଢ଼େଇ ପାହାଡ଼ିରୁ ସାରସକଣା ରାସ୍ତା ସମ୍ପୂର୍ଣ୍ଣ କରିବା, ଟେଲିଫୋନ ଟାୱାର ନିର୍ମାଣ, ବାଙ୍ଗିରିପୋଷି ଗରୁମଇଶାଣୀ ରେଳପଥ ଚଢ଼େଇ ପାହାଡ଼ି ଦେଇ ନିର୍ମାଣ, ପୁଲିସ ଫାଣ୍ଡି, ପୋଷ୍ଟ ଅଫିସ, ପଶୁ ଡାକ୍ତରଖାନା, ପାନୀୟ ଜଳ ଯୋଗାଣ, ଗ୍ରାମାଞ୍ଚଳ ରାସ୍ତା ଉନ୍ନତିକରଣ, ଜଳସେଚନ ବ୍ୟବସ୍ଥା, ଭୀମଖନ୍ଦା ବିଜୁ ସେତୁ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା, ରଙ୍ଗାମାଟିଆ ଏବଂ ଟିଆକାଟି ସ୍କୁଲ ପୁନଃ ପ୍ରତିଷ୍ଠା ଆଦି ରହିଛି। ଏହି ସମସ୍ତ ଦାବି ନେଇ ବିଡ଼ିଓ, ଉପଜିଲ୍ଲାପାଳ ତଥା ନିର୍ବାଚିତ ସରପଞ୍ଚ, ବିଧାୟକ, ସାଂସଦମାନଙ୍କୁ ବାରମ୍ବାର ଜଣାଇଥିଲେ ବି ସମସ୍ୟା ସମାଧାନ ହୋଇନଥିବା ଅଞ୍ଚଳବାସୀ ବେଶ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହିସବୁ ନ୍ୟାୟଚ୍ୟୁତ ଦାବିକୁ ବାରମ୍ବାର ଉପେକ୍ଷା କରାଯାଉଥିବାରୁ ପ୍ରବଳ ଜନସନ୍ତୋଷ ଆନ୍ଦୋଳନ ରୂପ ନେବାକୁ ବସିଛି। ଏହାର ପରିଣତ ସ୍ୱରୂପ ଅଞ୍ଚଳବାସୀ ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି। ଦାବି ପ୍ରଦାନ ଉପରେ ସରସ୍ୱତୀ ଟୁଡୁ, ଗଦାଧର ମୁଣ୍ଡା, ମାଇସା ସୋରେନ, ଲଦ ସିଂ, ମାଧବ ମୁଣ୍ଡା, ଜିତେନ୍ଦ୍ର ମାରାଣ୍ଡି, ସନାତନ ମୁଣ୍ଡା, ସୁରେନ୍ଦ୍ର ମୁର୍ମୁ, ସାଲୁ ମୁଣ୍ଡା, ରାମଚନ୍ଦ୍ର ସୋନେନ ପ୍ରମୁଖ ଉପସ୍ଥିତ ଥିଲେ। ପରବର୍ତ୍ତୀ ଖବର, ରାଇରଙ୍ଗପୁର ଅଞ୍ଚଳର ବିଭିନ୍ନ ନଦୀଘାଟରୁ ବେଆଇନ ଭାବେ ବାଲି ଉତ୍ତୋଳନ ଏବଂ ଚାଲାଣ ହେଉଥିବା ଦୀର୍ଘ ଦିନରୁ ଅଭିଯୋଗ ହୋଇ ଆସିଛି। ରବିବାର ବିଳମ୍ବିତ ରାତିରେ ସ୍ଥାନୀୟ ଦୁର୍ଗା ମଣ୍ଡପ ନିକଟରେ 2ଟି ଟ୍ରକ୍ ଯୋଗେ ବେଆଇନ ବାଲି ଚାଲାଣ ହେଉଥିବା ସୂଚନା ପାଇ ରାଇରଙ୍ଗପୁର ତହସିଲଦାରଠାରେ ପହଞ୍ଚି ଟ୍ରକ୍ ଦୁଇଟିକୁ ଜବତ କରି 90,592 ଟଙ୍କା ଜରିମାନା ଆଦାୟ କରିଥିବା ଖବର ମିଳିଛି। ବାମନଘାଟି ଉପଖଣ୍ଡ ଅଞ୍ଚଳରେ ବିଭିନ୍ନ ନଦୀ ନାଳ ଶଯ୍ୟା ଖୋଳି ବେଆଇନ ବାଲି ଉଠାଇ ବିଳମ୍ବିତ ରାତିରେ ଟ୍ରକ୍ ଏବଂ ହାଇୱା ଯୋଗେ ଅନ୍ୟ ରାଜ୍ୟ ବାହାରକୁ ମଧ୍ୟ ନିୟମିତ ଭାବେ ଚାଲାଣ ହେଉଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଉଦ୍ବେଗ ପ୍ରକାଶ କରିଛନ୍ତି। ରାତ୍ରିକାଳୀନ ପେଟ୍ରୋଲିଂକୁ ନିୟମିତ ତଥା କଡ଼ାକଡ଼ି କରିବା ପାଇଁ ଜନସାଧାରଣର ଦାବି ହେଉଛି। ପରବର୍ତ୍ତୀ ଖବର, ମୁଟୁରୁଖାମ ପଞ୍ଚାୟତ ଅନ୍ତର୍ଗତ ଜାତୀୟ ରାଜପଥ 18ର ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ସାଇକେଲ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ ସାଇକେଲ ଆରୋହୀଙ୍କର ନାମ ମେସା ହେମ୍ବ୍ରମ, ବୟସ 46 ବର୍ଷ ଓ ଘର ବହଡ଼ାଗଡ଼ା ଥାନା ଅନ୍ତର୍ଗତ ମୁଟୁରୁଖାମ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ମେସା ସଡ଼କ ପାରି ହେଉଥିବା ବେଳେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ପଳାଇଯାଇଥିଲା। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ 108 ଆମ୍ବୁଲାନ୍ସ ଯୋଗେ ବହଡ଼ାଗଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ବାରିପଦା ପିଆରଏମ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ବର୍ତ୍ତମାନ ସେ ସେଠାରେ ଚିକିତ୍ସାଧୀନ ଅଛନ୍ତି। ପରବର୍ତ୍ତୀ ଖବର, ଜୟପୁର ବିଧାୟକ ଗଣେଶରାମ ସିଂ ଖୁଣ୍ଟିଆ ପୁନର୍ବାର ଜୟପୁର ବିଧାନସଭା ଆସନ ନିମନ୍ତେ ବିଜେପିର ଦଳୀୟ ପ୍ରାର୍ଥୀ ହୋଇଛନ୍ତି। ସେ ତାଙ୍କର ପ୍ରାର୍ଥୀପତ୍ର ଦାଖଲ ପରେ ଜୟପୁର ସୁକ୍ରୁଳି ପର୍ଯ୍ୟନ୍ତ ରରୁଆଁ ଦେଇ ପ୍ରାୟ 30 କିଲୋମିଟର ରାସ୍ତାରେ ରୋଡ୍ ଶୋ ମାଧ୍ୟମରେ ତାଙ୍କର ଶକ୍ତି ପ୍ରଦର୍ଶନ କରିଛନ୍ତି। ପ୍ରାର୍ଥୀପତ୍ର ଦାଖଲ ପରେ ପବିତ୍ର ଅକ୍ଷୟ ତୃତୀୟା ଦିନ ସେ ଏକ ବିଶାଳ ଶୋଭାଯାତ୍ରା କରିଥିଲେ। ପ୍ରାରମ୍ଭରେ ମାହାର୍ଦା ପାଲସାରୁ ଆଦିବାସୀ ନୃତ୍ୟ ଦଳରେ ନାଗରା ମାଦଳ ବାଦ୍ୟ ସହିତ ବଜାର ପରିକ୍ରମା କରିଥିଲେ। ଗୋଟିଏ ଖୋଲା ଗାଡ଼ିରେ ବିଧାୟକ ପ୍ରାର୍ଥୀ ଗଣେଶରାମ ସିଂ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଥିଲା। ଏହି ରୋଡ୍ ଶୋରେ ବିଜେପି ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଭାପତି କୃପାସିନ୍ଧୁ ମହାନ୍ତ, ଲୋକସଭା ବିସ୍ତାରକ ଗୋପାଳକୃଷ୍ଣ ସାହୁ, ଜିଲ୍ଲା ସଭାପତି ବିପିନ ବିହାରୀ ମହାନ୍ତ, ବିଧାନସଭା ସଂଯୋଜକ ଜୟଦର୍ଥ ଗିରି, ବିଧାନସଭା ପ୍ରଭାରୀ ଜନାର୍ଦ୍ଦନ ବେହେରା, ଜିଲ୍ଲା ସମ୍ପାଦକ ପ୍ରଦୀପ ସାହୁ, ଜିଲ୍ଲା ସମ୍ପାଦିକା ପବିତ୍ରା ମହାନ୍ତ, ଦଳୀୟ ନେତା ପୂର୍ଣ୍ଣଚନ୍ଦ୍ର ମୁର୍ମୁ, ପ୍ରମିଳା ସେଠୀ, ନିରଞ୍ଜନ ଗିରି, ଜୟପୁର ମଣ୍ଡଳ ସଭାପତି ଚକ୍ରଧର ମହାନ୍ତ ପ୍ରମୁଖ ବହୁ ନେତା ଏବଂ ଶହ ଶହ ସଂଖ୍ୟାରେ କର୍ମୀ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ପରବର୍ତ୍ତୀ ଖବର, ବାରିପଦାର ସ୍ଥାନୀୟ 23 ନମ୍ବର ୱାର୍ଡ ତୁଳସୀଚୋରାର ଉର୍ମିଳା ସିଂଙ୍କ ଅଭିଯୋଗ କ୍ରମେ ଘରେ କେହି ନଥିବା ବେଳେ ଗତ ଶନିବାର ରାତିରେ ପ୍ରାୟ 2 ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା ଆଦି ଚୋରି ହୋଇଥିବା ନେଇ ବାରିପଦା ଟାଉନ ଥାନାରେ ମାମଲା ଦାୟର ହୋଇଛି। ଅଭିଯୋଗକାରୀଙ୍କ ବାସଗୃହଟି ସ୍ଥାନୀୟ ବାରିପଦା ସଦର ଥାନା ସଂଲଗ୍ନ ଦେଇ ଯାଉଥିବା ଏକ ଗଳି ରହିଛି। ସେ ଘରେ ତାଲା ପକାଇ ଏକ ବାହାଘରକୁ ଯାଇଥିବା ବେଳେ ଏହି ଚୋରି ହୋଇଛି। ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଘର ଭିତରେ ପଶିବା ସହିତ ଆଲମିରାରୁ ସୁନାହାର, 2ଟି ସୁନା ଚେନ୍, ସୁନାପଲା, ସୁନା ଚୁଡ଼ି, ସୁନା ମୁଦି, ସୁନା କାନଫୁଲ, ଗୋଲ୍ଡ କଏନ୍, ରୂପା କଏନ୍ ଆଦି 2 ଲକ୍ଷ ଟଙ୍କା ମୂଲ୍ୟର ଚୋରି ହୋଇଥିବା ଅଭିଯୋଗକାରୀ ସୂଚନା ପ୍ରଦାନ କରିଛନ୍ତି। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଅନେକ ଅନେକ ଧନ୍ୟବାଦ।